ଦେଖନ୍ତୁ ମାର୍କେଟ କ'ଣ କରୁଛି, ମାର୍କେଟ କିଭଳି ଚଲୁଛି ସେହି ହିସାବରେ ଆମେମାନେ ଚଳିବା। ଆମ ହିସାବରେ କେବେ ବି ମାର୍କେଟ ଚଳିବନି। ତ ଏହି କଥାଟିକୁ ଆପଣମାନେ ନିଜ ମନରେ ନିଜ ମାଇଣ୍ଡରେ ସେଟ୍ କରିଦିଅନ୍ତୁ। ଏବଂ ଦେଖନ୍ତୁ ମୁଁ ଏଠାରେ ଆପଣମାନଙ୍କୁ ଦେଖାଉଛି, ବୁଝାଉଛି ଏବଂ କ୍ଲିଅରଲି ଜଣାଉଛି ଯେ ଆପଣମାନେ କେଉଁ ଭୁଲ କରନ୍ତି ଏବଂ କ'ଣ ପାଇଁ ଆପଣମାନଙ୍କ ଲସ୍ ହେଉଛି। ତ ମୁଁ ବାରମ୍ବାର ଆପଣମାନଙ୍କୁ କହୁଛି ଯେ ଯେଉଁ ଜାଗାରେ ସପୋର୍ଟ ରେଜିଷ୍ଟାନ୍ସ ବନେ ତାହାକୁ କ୍ଲିୟରଫାଇ କରନ୍ତୁ, ତାହାକୁ ଦେଖନ୍ତୁ, ଜାଣନ୍ତୁ, ବ୍ୟାକ୍ ଟେଷ୍ଟିଂ କରନ୍ତୁ। ତାପରେ ଆପଣମାନେ ବୁଝିପାରିବେ, ଜାଣିପାରିବେ କିଭଳି ହେଉଛି, କିଭଳି ରିଆକ୍ସନ୍ କରୁଛି ମାର୍କେଟ, କେଉଁ ଜାଗାରୁ ସପୋର୍ଟ ନେଉଛି, କେଉଁ ଜାଗାରୁ ରେଜିଷ୍ଟାନ୍ସ ନେଉଛି। ତ ମୁଁ ଆପଣମାନଙ୍କୁ ଗୋଟେ ଲେଭେଲ୍ ଦେଇଥିଲି ଯାହାକି 47,000 ଏବଂ ସେଇ 47,000 ଲେଭେଲ୍ଟି ମୁଁ କାହିଁକି ଦେଇଥିଲି ତାହା ବି ତ ଇମ୍ପୋର୍ଟାଣ୍ଟ ନା। ତ ଦେଖନ୍ତୁ ମୁଁ ଏଠାରେ ଆପଣମାନଙ୍କୁ କହୁଛି ଏବଂ ଆପଣମାନଙ୍କୁ ଲାଇଭ୍ ଦେଖାଉଛି ଯେ କାହିଁକି ମାର୍କେଟଟି ଏହି ଜାଗାରୁ ସପୋର୍ଟ ନେଇକି ଉପରକୁ ଗଲା। ଦେଖିପାରୁଥିବେ ଏଠାରେ ଆପଣମାନେ 47,000 ଠାରେ ମାର୍କେଟଟି ବାରମ୍ବାର ସେଠାରେ ସପୋର୍ଟ ନେଇଛି ଏବଂ ସପୋର୍ଟ ନଉ କିମ୍ବା ନ ସେଠାରେ ଗୋଟେ ରେଞ୍ଜ ବନେଇଛି। ପ୍ରଥମ କଥା ଆପଣମାନେ ବୁଝିଯାଆନ୍ତୁ, ସେଠାରେ ଗୋଟେ ରେଞ୍ଜ ବନେଇଛି ଏବଂ ରେଞ୍ଜ ବନେଇକି ସେହି ରେଞ୍ଜକୁ ଭାଙ୍ଗିକି ଉପରକୁ ମାର୍କେଟଟି ଯାଇଛି ଏବଂ ଯେତେବେଳେ ପୁଣି ସେହି ଜାଗାକୁ ଟେଷ୍ଟ କରିବା ପାଇଁ ମାର୍କେଟଟି ଆସିଛି, ପୁଣି ସେହି ଜାଗାର ଉପରକୁ ଯାଇଛି। କ୍ଲିଅର ଆପଣମାନେ ଦେଖିପାରିଥିବେ। ଏବଂ ତାପରେ ପୁଣି କାଲି ଯେଉଁ ମାର୍କେଟଟି କଲା ତାହା ଆପଣମାନେ ଦେଖନ୍ତୁ, ମାର୍କେଟଟି ପୁଣି 47,000କୁ ଆସିଛି ଏବଂ ଏଠାରେ ମାର୍କେଟଟି କ୍ଲୋଜ୍ ହେଇଛି କେତେରେ, 47,360ରେ। ତ ପାଖାପାଖି ଆମକୁ ସକାଳୁ କାଲି 400 ପଏଣ୍ଟ ପାଖାପାଖିର ଗୋଟେ ମୋମେଣ୍ଟମ୍ ମିଳିଥିଲା ଏବଂ ଯେଉଁ ପିଲାମାନେ ବି କ୍ୟାପଚର୍ କରିପାରିଛ ତ ତାହା ବହୁତ ଭଲ, କିମ୍ବା ଆପଣମାନଙ୍କୁ କିଛି ଚିନ୍ତା କରିବାର ନାହିଁ, ଆରାମରେ ଆଗକୁ ଆହୁରି ମଧ୍ୟ ଆମକୁ ମିଳିବ। ତ ଫ୍ରେଣ୍ଡସ୍ କେମିତି କ'ଣ ହେଇଥିଲା ମୁଁ ଆପଣମାନଙ୍କୁ 5 ମିନିଟିଆରେ ଦେଖାଉଛି। ଆପଣମାନେ ଦେଖନ୍ତୁ 5 ମିନିଟ୍ କ୍ୟାଣ୍ଡେଲ୍ ଷ୍ଟିକ୍ରେ। ତ ଏଠାରେ ଦେଖନ୍ତୁ କାଲି 10 ତାରିଖ ମାର୍କେଟଟି ଓପନ୍ ହେଲା। ମାର୍କେଟଟି ଓପନ୍ ହେଲା ବେଳେ ଡାଉନ୍ ସାଇଡ଼୍ରେ ଓପନ୍ ହେଇଛି, ତାମାନେ 100-150 ପଏଣ୍ଟର ଗ୍ୟାପ୍ ଡାଉନ୍ରେ ମାର୍କେଟଟି ଓପନ୍ ହେଇଛି ଏବଂ ଏଠାରେ 2-3ଟା କ୍ୟାଣ୍ଡେଲ୍ ବନେଇଲା ପରେ ଦେଖନ୍ତୁ 47,000କୁ ଯେତେବେଳେ ମାର୍କେଟଟି ଆସିଛି, 47,000 ଜଷ୍ଟ ଟିକେ ଉପରୁ 47,025ରେ ମାର୍କେଟଟି ହଠାତ୍ରେ ପୁରା ଗୋଟେ ବିଗ୍ କ୍ୟାଣ୍ଡେଲ୍ଟି ବନେଇକି ଉପରକୁ ଯାଇଛି ହେଲା। ତ ଆପଣମାନେ ଯଦି ଆଗରୁ ଡେଲି ଚାର୍ଟକୁ ଦେଖିଥାନ୍ତେ, ଡେଲି ଚାର୍ଟର କ୍ୟାଣ୍ଡେଲକୁ ଦେଖିବେ, ବୁଝିବେ, ଜାଣିବେ ଯେ କେଉଁଠାରେ ସପୋର୍ଟ ରହୁଛି, କେଉଁଠାରେ ରେଜିଷ୍ଟାନ୍ସ ରହୁଛି, ତ ତାହେଲେ ଆପଣମାନେ ବହୁତ ଭଲରେ ଏହି ଜିନିଷ ଗୁଡ଼ାକୁ ବୁଝିପାରିବେ, ବୁଝିଲେ। ନହେଲେ ଆପଣମାନେ କିଛି ବୁଝିପାରିବେନି। ତ ସେଥିପାଇଁ ଡେଲି ଚାର୍ଟ ହେଉଛି ବହୁତ ଇମ୍ପୋର୍ଟାଣ୍ଟ। ମୁଁ ଆପଣମାନଙ୍କୁ ସବୁଦିନ ଆପଣମାନଙ୍କୁ ଅପଡ଼େଟ୍ ଦିଏ ଯେ ଚାର୍ଟ କିପରି ବନୁଛି, ଚାର୍ଟ କ'ଣ ହେଉଛି, କେଉଁଠାରେ ସପୋର୍ଟ, କେଉଁଠାରେ ରେଜିଷ୍ଟାନ୍ସ। ଯଦି ଆପଣମାନେ ଶିଖିବା ପାଇଁ ଚାହୁଁଛନ୍ତି ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ମୋ ଭିଡ଼ିଓ ଗୁଡ଼ାକ ଦେଖିପାରିବେ। ଯେତିକି ଆମ ପାଇଁ ଜରୁରତ, ଯେତିକି ଆମ ପାଇଁ ଇମ୍ପୋର୍ଟାନ୍ସ, ଯେତିକି ଆମ ପାଇଁ କାମଦାୟୀ, ସେହି କଥା ଗୁଡ଼ାକ ଆମେ ଶିଖିବା, ଜାଣିବା ଏବଂ ଆଗକୁ ବଢ଼ିବା। କିଛି ମୁଣ୍ଡ ବ୍ୟଥା କଥା ଶିଖିକି ବେକାରରେ ମୁଣ୍ଡକୁ ବ୍ୟଥାଇଲେ କିଛି ଲାଭ ନାହିଁ। ଯଦି ଆପଣମାନଙ୍କୁ ଭିଡ଼ିଓ ଗୁଡ଼ାକ ଭଲ ଲାଗୁଛି, ଆପଣମାନେ କିଛି ଶିଖିବା ପାଇଁ ପାଉଛନ୍ତି, ତ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିକି ସାଙ୍ଗସାଥୀଙ୍କ ସହ ସେୟାର କରନ୍ତୁ ଏବଂ ଚ୍ୟାନେଲରେ ଯଦି ସର୍ବପ୍ରଥମେ ଆସିଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ପୁଣି ଦେଖା ହେବା ଏକ ନୂଆ ଭିଡ଼ିଓରେ ଏବଂ ନୂଆ ଜୋସ୍ରେ। ଧନ୍ୟବାଦ ଫ୍ରେଣ୍ଡସ୍, ଜୟ ହିନ୍ଦ।